ଯଦି ଗୋଟେ ଗାଈ ଥିଲି ହଁ ମୋ ଶ୍ୱଶୁର ଦୁଆରେ ଦୁଆରେ ତମ ଗନ୍ଧା ହଉଛି ଘର ଯା ହେଇକି ଅଛି ତମେ ବଢିଆ ତମ ଶ୍ୱଶୁର ନା ତମ ତାମାନେ ତମେ ତମ ଘର ନିଜ ଘରେ ନା ହଁ ଯାଇକି ଶ୍ୱଶୁର ଘରେ ଯାହା କଳି ଯୁଗରେ ତମେ ବାସ୍ତବରେ ଜିତିଛ ହଁ ଆରେ ତମକୁ ଲାଜ କରି ଯାଇ ଶ୍ୱଶୁର ଘରେ ଅଛ ଆଉ ଶ୍ୱଶୁରର ପୁଅ ନାହିଁ ତା ସଂସ୍କୃତି କି ଭୋଗ କରି ପଡି ରହିଛି ତାମାନେ ଗୋଟିଏ କେବଳ ଝିଅ ସେଇଥିପାଇଁ ତମ ଶ୍ୱଶୁର ଘରେ ସମ୍ମାନ ଦିଅନ୍ତୁ ନ ଦିଅନ୍ତୁ ଯାଇକି ପଡିକି ରହିଛି ଆରେ ଶ୍ୱଶୁର ଘରେ ଜୁଆଇ କୁକୁର ସମାନରେ କୁକୁର ଭଉଣୀ ଘରେ ଭାଇ କୁଟା ଭାରୁହି ମତେ କୁକୁର କହୁଛ ତମେ କହିଲ ଭନା ବଚନ କହିଛ ମୁଁ କହିଲି ସମ୍ପତ୍ତି ପାଇଁ କି ଯାହା ପାଇବ ତେଣୁ ଆଜ୍ଞା ତାହେଲେ କଥାଟା କୋଉଠି ରହିଲା କହିବ ପାର୍ଲାର ତ ମନ ଖାଲି ଆଣି ସାରେ କଥା ଗାଈ ପରିଆ ଅଜା କିଏ ତାହେଲେ କହୁଛ ରଞ୍ଜିତ ବାବୁଙ୍କ ଗାଁରେ ପରିଆ ଅଜା କେହି ନାହାନ୍ତି ଅଛନ୍ତି ନା ପରିଆ ଅଜା କିଏ ଚିହ୍ନ ଜାଣିବା ଦରକାର ପରିଆ ଅଜା କିଏ ଅଛନ୍ତି ଜବରଦସ୍ତ କଣ ଆଗେ ପରିଆ ଅଜା କିଏ ଚିହ୍ନିବା ପରିଆ ଅଜା ଆଜ୍ଞା କିଏ ସେ ନା ପରମ ପିତା ପରମ ଶ୍ରେଷ୍ଠ ପରମ ମଙ୍ଗଳମୟ ପୁରୁଷ ପରମେଶ୍ୱର ପରମାତ୍ମା ହେଲେ ମୋ ବାପା ପରିଆ ଅଜା আরে এ গাঁর যদি পড়িয়া যাব বলতে পরমাত্মা ভগবান ন রহিবে তাহলে ঘরে গাঁ চলিব মো বাপা খাদ্য আরে পূর্বরু পড়িয়া যা কইলে পরমাত্মা থিলে মো বাপা ভগবান সিয়ে যে আগর অছন্তি বর্তমান অছন্তি ভবিষ্যতকু মধ্য রাখে সাংস্কারে আগর থিলে বর্তমান অছন্তি ভবিষ্যতকু রহিবে सी हेला के परमात्मा आत्मा ताले जीव बोलते गाड़ी किए से आत्मा किए से ना जे जीव मो आपा आगर नथिले वर्तमान अछंती भविष्य तो रहिबे सी हेला के थिले एके अछु बुढ़ा बापा बसी छन एई मिते तांको बयसर केते केते बुढ़ा मौसा माने मो बापा माने शरीर त्याग कलेनी ना अछंती आगर नथिले वर्तमान मो बापा को देखुचे भविष्य तो रहिबेनी अरे वर्तमान पाला गाउचे जदि आ वर्षे दि वर्ष पर आसीबा जो बापांकर बयस हलानी साउ थिबे तर सही थी पा कीर्तन गणेश मुकाय पद कहि छ रे की कहिबी आहे कालिया शांत बयस मो गला सरिया
ଇଏରେ ଭଗବାନଙ୍କ ବ୍ୟତୀତ ଜୀବର ଆଜ୍ଞା ଆଉ କୌଣସି ଆଶ୍ରା ନଥାଏ। ତାହେଲେ ଜୀବ ହେଲା ଗାଈ, ପରିଆ ହେଲା ଭଗବାନ। ଯଦି ଗାଈ ଆଜ୍ଞା ଆମେ ମାନେ ଗୋଟିଏ ଗୋଟିଏ ଦୁଇଟା ପାଦରେ ଯାଉଛେ, କିନ୍ତୁ ମହାନ ପୁରୁଷ କହିଲେ ଆମେ ଆଜ୍ଞା ଗୋଟିଏ ପାଦରେ ଯାଉଛେ। କେମିତି ନା ବାମ ଡାହାଣ କି ଦୁଇଟି ପାଦ, ଗୋଟିଏ ପାଦ ରଖି ସାରିବା ପରେ ମୋ ବାପା ଅନ୍ୟ ପାଦଟି ରଖୁଛୁ। ଯଦି ଦୁଇଟା ଯାକ ପାଦରେ କହିବା ଏକାକାଳୀନ ଚାଲୁଛି, ତାହେଲେ ଦୁଇଟା ଯାକ ପାଦରେ କଣ ଦେଇ ନେଇକି ଚାଲୁଛି? ତେଣୁ ଗୋଟିଏ ପାଦରେ ଆଜ୍ଞା ଜୀବ ଚାଲୁଛି। ଆଉ ଜୀବ ଖାଉଛି ଆଜ୍ଞା ମୁଖ ବାଟରେ ଭାତ ଡାଲି ମାଂସ, କିନ୍ତୁ ଏ ଜୀବ ନାସାଗ୍ରରେ ମୋ ବାପା ଖାଉଛି। କେମିତି ଆଜ୍ଞା ନାସାଗ୍ରରେ ଖାଉଛି? ଆରେ ଏ ଯୋଉ ଭୋଜି ହେଉଛି ଆନନ୍ଦ ବଜାର ଖୋଲା ହେଇଛି, ମୋ ବାପା ଭାଇମାନେ ଆସି ଖାଇକି ଯାଉଛନ୍ତି। ଆଚ୍ଛା ହଁ ମୁଁ ଖାଇବି, ପଛରେ ଖାଇବି କଥା କି କଥା। ତାହେଲେ ଆଜ୍ଞା ଏ ଖାଦ୍ୟକୁ ଯଦି 2-4 ଦିନ ଧରି ମା ନ ଖାଇବା, ବାପା ନ ଖାଇବା ବଞ୍ଚିବ ନା ନାହିଁ? ବଞ୍ଚିବ। ଆରେ ଓଷା ବ୍ରତ କରୁଛନ୍ତି ମୋ ମା ମାନେ 2-4 ଦିନ ଧରି ଉପାସ ରହୁଛନ୍ତି ନା। କିନ୍ତୁ ଏ ଯେଉଁ ନାସାଗ୍ରରେ ନିଶ୍ୱାସ ପ୍ରଶ୍ୱାସ ଜୀବ ନେଉଛି, 5 ମିନିଟ 10 ମିନିଟ ରୁଦ୍ଧ କଲେ ଆଜ୍ଞା ଜୀବ ବଞ୍ଚିବ ମୋ ବାପା? ବଞ୍ଚିବ କି ଯିବ? ତେଣୁ ଏ ଖାଦ୍ୟ ଆଜ୍ଞା ତ୍ୟାଗ କଲେ ଚଳିବ, କିନ୍ତୁ ନିଶ୍ୱାସ ପ୍ରଶ୍ୱାସ ଆଜ୍ଞା ବନ୍ଦ ହେଲେ ବାସ୍ତବରେ ଖାଦ୍ୟ ହେଲେ ଆଜ୍ଞା ପବନ କେଉଁଥିରେ ନେଉଛେ? ଆଉ ମହାନ ପୁରୁଷ କହିଲେ ଆଜ୍ଞା କହ ଜୀବର କୌଣସି ରୂପ ବର୍ଣ୍ଣନା ଅଛି? ତମର କହୁଛ ରୂପ ଅଛି, ସୁନ୍ଦର ପଦ କିଏ କହିବ? ଭକ୍ତ ଚରଣ ଦାସ କହିଛନ୍ତି ତମର ରୂପ ଅଛି। କଣ ମୋ ବାପା କହିଲେ? ଶୀଘ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ये सब रूप अच्छी, जे सुंदर से गोरा, जे असुंदर से कोड़ा चित्र अच्छी। किंतु भक्त चरण दास कहले गाईर कौन से आगे रूप बना चिरी भीतर देख कि नार खार। अच्छा भीतर चिड़िले तुम भीतर जो रक्त बंग लाल केते बाटर आसीछ, जो बापा भाई मैंने बसी रक्त मध्य से लाल। हाँ से आज्ञा विवेकानंद कहते ब्यूटी इज स्किन डीप, मनुष्यर सौंदर्य चर्म ऊपर पर्यंत जे पर्यंत चर्म ढांकुड़ी हो सब सुंदर असुंदर ए सब प्रभेद अच्छे नले समस्त शरीर से रक्त मांस हार निर्मित। सुंदर पद आगे लिखि से अच्युतानंद दास सुंदर भाव गोटाए पद आगे लोकगीत लिखि 12 मासी गीत से सिटी चुड़िया कहीं मारिया नवघन नटन आगर कड़ा कर प्रभु को उद्देश्य प्रभु को मंच को आह्वान करवा से प्रभु आसी आपण मान आज्ञा कल्याण कर सुंदर भाव गोटाए पद लिखि।